ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ। ଆଜି ମୁଁ ବହୁତ ଖୁସି ବନ ବିଭାଗ ଅଧିକାରୀ ତଥା ବଡ଼ଡି ଗ୍ରାମର ବୀର ବଜରଙ୍ଗୀ ସଂଘ ତରଫରୁ ମାଁ କେ ନାମ ଏକ ପେଡ଼ ଗଛ ବୃକ୍ଷରୋପଣ ତାଙ୍କର ମିଳିତ ସହଯୋଗରେ କରିପାରିଛୁ। ଆମ ବଡ଼ଡି ସ୍କୁଲରେ ଗତ ବର୍ଷ ମଧ୍ୟ ବନ ବିଭାଗ ତରଫରୁ ବନ ମହୋତ୍ସବ କରି ଗଛ ଲଗାଇଥିଲୁ। ଏ ବର୍ଷ ବଡ଼ଡି ଗ୍ରାମର ବୀର ବଜରଙ୍ଗୀ ଯୁବ ସଂଘ ତଥା ବନ ବିଭାଗ ଅଧିକାରୀଙ୍କ ସହାୟତାରେ ଆମେ ଆଜି ଆମ ବଡ଼ଡି ବିଦ୍ୟାଳୟରେ ପିଜୁଳି, ଲିମ୍ବ, ବଉଳ, କବିତା ଗଛ ଏମିତି 10ଟି ଗଛ ବୃକ୍ଷରୋପଣ କରିପାରିଛୁ। ଏଣୁ ଆମେ ଏ ଗଛ ପ୍ରତ୍ୟେକ ବର୍ଷ ଲଗାଇବା। ଏବେ ଯେଉଁ ମୃତ୍ତିକା କ୍ଷୟ ହୋଇଯାଉଛି ଗଛ ଅଭାବରୁ ଖଣି ଖାଦାନ କୋଇଲା ଖଣି ଖାଦାନ ଚାଲୁଥିବାରୁ ଗଛ ଅଭାବରୁ ପରିବେଶର ବର୍ଷା ହୋଇପାରୁନାହିଁ। ଏଣୁ ସମସ୍ତଙ୍କୁ ଆମର ଅନୁରୋଧ, ସମସ୍ତେ ଗୋଟେ ମାଁଙ୍କ ନାମରେ ସମସ୍ତଙ୍କ ବାଡ଼ି ବଜାରରୁ ଗୋଟେ ଗୋଟେ ଗଛ ଲଗାଇବା ଦରକାର। ଏହି ବୃକ୍ଷରୋପଣଟା ପ୍ରତିବର୍ଷ ବର୍ଷରେ ଥରେ ହୁଏ, କିନ୍ତୁ ଏଇଟା ସମସ୍ତଙ୍କର ଗଛ ଲଗାଇଲେ ଆମର ପରିବେଶର ଅଭାବ ହେବନି। ଏଇଟା ଏଇ ବନ ମହୋତ୍ସବ 76ତମ ବନ ମହୋତ୍ସବ। ଗୋଟିଏ ଗଛ ମାଁଙ୍କ ନାମରେ 2.0 ଏରିଆଟେ ଆମେ ଲଗାଇବା କଥା। ଆଉ ଆମେ ପ୍ରତିବର୍ଷ ସବୁ ସ୍କୁଲରେ ଆମେ ଲଗାଇକରି ଆସୁଛୁ, କିନ୍ତୁ ଏଇ ବର୍ଷ ବି ଆମେ ରାନିସାଳ ସେକ୍ସନରେ 3-4ଟା ସ୍କୁଲରେ ଆମେ ବନ ମହୋତ୍ସବ କରିଛୁ। ସେଥିପାଇଁ ଏଇଟା ସମସ୍ତେ ଚେଷ୍ଟା କରିବା ଯେ ପ୍ରତି ଘରେ ମାଁଙ୍କ ନାମରେ ଗୋଟେ ଗୋଟେ ଗଛ ନିହାତି ଲଗାଇବା କଥା। ମୋ ନାଁ ଖଗେଶ୍ୱର ପାତ୍ର। ମୁଁ ବୀର ବଜରଙ୍ଗୀ ଯୁବକ ସଂଘର ଉପସଭାପତି ଭାବରେ ଦାୟିତ୍ୱ ନେଇଛି। ପ୍ରଥମେ ତ ମୁଁ କହିବା ପାଇଁ ଚାହିଁବି, ଆମର ବୀର ବଜରଙ୍ଗୀ ୟୁଥ୍ କ୍ଲବ୍ର ଯେଉଁ ଆମର ଅଛନ୍ତି ସମସ୍ତ ମେମ୍ବର, ତାଙ୍କର ପରାକାଷ୍ଠା ଯୋଗୁଁ ଆଜି ଆମେ ଏଇ ଅଭିଯାନଟି ଆରମ୍ଭ କରିପାରିଛୁ, ଯେଉଁ ହେଉଛି ଏକ ପେଡ଼ ମାଁ କେ ନାମ, ଯେଉଁ ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯେଉଁ ବିଶ୍ୱ ପର୍ଯ୍ୟାପନ ଦିବସରେ ତାକୁ ଆରମ୍ଭ କରାହେଇଥିଲା। ସେହି ଅଭିଯାନକୁ ଆଜି ଆମେ ଆମ ସ୍କୁଲ ଏବଂ 3ଟି ସ୍କୁଲ ଏବଂ ଆମର ରାସ୍ତା ପରିସରରେ ଲଗାଇବା ପାଇଁ ଆମର ଆଜି ପ୍ରୋଗ୍ରାମଟେ ହେଇଛି। ତ ଆମେ ଆଜି ଆଉଛୁ ବଡ଼ଡି ଗ୍ରାମର ପିଏସ୍ରେ ଆମେ ଅଛୁ। ଏଠି କିଛି ଆମେ ଟୋଟାଲ୍ ଆମର 100ଟି ଗଛ ଆସିଛି। 100ଟି ଗଛ ମଧ୍ୟରୁ ଆମେ କିଛି ଏଠି ଗଛ ଲଗାଇବୁ। ଆଉ ବିଭିନ୍ନ ପ୍ରକାର ଗଛ ଆସିଛି, ଯଥା ନିମ୍ବ ଗଛ, ଆମ୍ବ ଗଛ, ପିଜୁଳି ଗଛ, କୃଷ୍ଣଚୂଡ଼ା ଗଛ, ଆହୁରି କିଛି ଫୁଲ ଗଛ ମଧ୍ୟ ଆସିଛି। ଆମେ ପରିସରରେ ଲଗାଇବୁ ଏବଂ ତାପରେ ଏହି ଅଭିଯାନରେ ଆମକୁ ସାହାଯ୍ୟ କରିବା ପାଇଁ, ସପୋର୍ଟ କରିବା ପାଇଁ ଆମର ମାନ୍ୟବର ରାନିସାଳ ସେକ୍ସନର ମୁରଲୀଧର ମୁଣ୍ଡା, ଯିଏକି ଆମ ଫରେଷ୍ଟର ସାର୍, ଏବଂ ଆମର ୱାର୍ଡ଼ ମେମ୍ବର କୁଶାନନ୍ଦ ପଦଲି ସାର୍ ଏବଂ ଏଠିକାର ପ୍ରଧାନ ଶିକ୍ଷକ ରାମ ସାର୍ ମଧ୍ୟ ଉପସ୍ଥିତ ଅଛନ୍ତି। ତ ପ୍ରଥମେ ତ କହିବା ପାଇଁ ଚାହିଁବି ଯେ ଆମ ବଡ଼ଡି ଗ୍ରାମ ଏକ ଖଣି ଖାଦାନ ଏରିଆ। ଆଉ ବିଭିନ୍ନ ପ୍ରକାର ଖଣି ଖାଦାନ ଏଠି ହେବା ଦ୍ୱାରା ଆମର କେତେ ନାନାଦି ପ୍ରକାର ଗଛ କଟାଯାଉଛି। ତ ତାକୁ ଆମେ ଆଖି ଆଗରେ ରଖି ଆମ ସମାଜ ପାଇଁ, ଆମର ଯେମିତି ସମାଜର କିଛି ଭଲ ପାଇଁ ଆମେ ଆମର ବୀର ବଜରଙ୍ଗୀ ଯୁବକ ସଂଘ ମିଳିତ ଭାବରେ ଏହି ଅଭିଯାନଟାକୁ ଷ୍ଟାର୍ଟ କରିଛୁ।